ॐ ध्यानमूलं गुरुमूर्तिं पूजामूलं गुरुपदं मन्त्रमूलं गुरुर्वाक्यं मोक्षमूलं गुरुकृपा वक्रतुण्डमहाकाय सूर्यकोटिसमप्रभं निर्विघ्नं कुरु मे देव सर्वकार्येषु सर्वदा। नीलाद्रशङ्खमध्ये शतदलकमले रत्नसिंहासनस्थं सर्वालङ्कारयुक्तं नवघनरुचिरं संयुक्तं चाग्रजेन भद्राय वामभागे रथचरणयुतं ब्रह्मरुद्रेन्द्रवन्द्यं वेदानां सारमेशं स्वजनपरिवृतं ब्रह्मदारु स्मरामि। त्वमेव माताश्च पिता त्वमेव बन्धुश्च सखा त्वमेव विद्या द्रविणं त्वमेव सर्वं मम देवदेव। स्कंध पुराण। शोभन बालुका पूर्ण नील पर्वतरे शोभा पाए तिनी क्रोश समुद्र तटरे इंद्रिय संयम करी देव विशेश्वर उपासना करिबाकु जगन्नाथंकर रहिछन्ति समुद्रर उत्तर तटरे ए वचन शुणी जम शिव पूजा करे जम संयमन नष्ट करिबारु हर ताहांकर नाम हेला लोके जमेश्वर जमेश्वरंकु दर्शन करी पूजा कले कोटि शिवलिंग पूजिबार फल मिले ए क्षेत्र शंख आकार पश्चिम दिगरे नीलकंठ रहिछन्ति शंखर अग्रे एथि क्रोश परिमित अति पुण्य स्थान नारायण एहि ठारे चिर विद्यमान शंखर उदर भाग समुद्र जलरे निमज्जित होई रही अछि शुण धीरे शंख संसर्गरु तीर्थ राज नाम धरी समुद्र रहिछि एहि तीर्थकु आवरी एहि क्षेत्रे भगवान करिले दर्शन मुक्ति लाभ करी जीव गण हन्ति धन्य तादृश जीवर एथि होइले मरण मुक्ति लाभ हुए समुद्र कले स्नान क्षेत्र रे मरण जगन्नाथଙ୍କୁ दर्शन समुद्रे स्नान तिनी मुक्तिर साधन इति पूर्वे क्रोधान्वित होई उमाकान्त ब्रह्मांक पश्चिम मुख छेदिले तुरीत छेदन्ते लागी रहिला मस्तक हस्तरे तेणु शिव भ्रमण जे कले ब्रह्मांडरे शंखाकार ए क्षेत्रर द्वितीय आवर्त बेष्टनी स्थान रे आसी हेले उपस्थित दक्षिणे ब्रह्म कपाल हस्तरु खसिला कपाल मोचन शिव नाम बोलाइला कपाल मोचन शिव कले दर्शन पूजन वा प्रणाम करन्ति जे जन ब्रह्म इत्यादि पापरु हुअन्ति मुक्त कपाल मोचन दक्षिण रे हेले मृत न हुए आउ जनम धर्मराज शुण
ଶଙ୍ଖର ତୃତୀୟା ବର୍ତ୍ତ କଥା ଏବେ ଶୁଣ। ଆଭର ବିମଳା ନାମେ ଅଛି ଯେଉଁ ଶକ୍ତି, ଭୁକ୍ତି ମୁକ୍ତି ଫଳ ସେହି ପ୍ରଦାନ କରନ୍ତି। ଯେ ଜନ ବିମଳା ଦେବୀ ପୂଜଇ ଭକ୍ତିରେ, ପ୍ରଣାମ ବା କୀର୍ତ୍ତନ କରେ ଧାତିକାରେ। ସକଳ ଭିଳଷିତ ଫଳ ଲାଭ କରେ, ସାଜୁଜ୍ୟ ମୁକ୍ତି ଲଭେ ଜୀବନ୍ତ କାଳେ। ଶଙ୍ଖର ନାଭି ଦେଶରେ କୁଣ୍ଡ ବିଦ୍ୟମାନ, କଳ୍ପପାଦ ପତା ମୂଳେ ବିଜେ ଭଗବାନ। କପାଳ ମୋଚନ ଠାରୁ ନାଭି ଦେଶ ଯାଏ, ବିରାଜିତା ଅର୍ଦ୍ଧାସନୀ ଶକ୍ତି ଶୋଭା ପାଏ। ମହାପ୍ରଳୟ ବର୍ଦ୍ଧିତ ଜଳ ହୁଏ ଯେତେ, ଅଧେ ତହୁଁ ସୃଷ୍ଟି ଆଦେ ଅସନ କରନ୍ତେ। ଅର୍ଦ୍ଧାସନୀ ଶକ୍ତି ନାମ ହୋଇଛି ତାର, ଦର୍ଶନ ପ୍ରଣାମ କଲେ ଫବୁ ହେବ ପାର। ସିନ୍ଧୁରାଜ ଜଳ ଠାରୁ ବଟମୂଳ ଯାଏ, କୀଟ ପକ୍ଷୀ ମନୁଷ୍ୟର ଯେବେ ମୃତ୍ୟୁ ହୁଏ, ତାହାଙ୍କୁ ତ ଭଗବାନ ଦେଇଥାନ୍ତି ମୁକ୍ତି। ଯହିଁ ପବିତ୍ର ଦେବତା ଗଣତାଇଛନ୍ତି, ଅତି ପବିତ୍ର ଦେବତା ଗଣତାଇଛନ୍ତି। ଏହି ସ୍ଥାନେ ଯେତେ ଜୀବ ବାସ କରିଥାନ୍ତି, ତାଙ୍କୁ ଭଗବାନ ରୂପେ ଦେବେ ଦେଖୁଛନ୍ତି। ପୃଥିବୀ ଗମନ ସ୍ୱର୍ଗେ ତୀର୍ଥ ଯେ ଅଛନ୍ତି, ସାର୍ଦ୍ଧ ତ୍ରିକୋଟି ସଂଖ୍ୟକ ଦିଅନ୍ତି ମୁକ୍ତି। କିନ୍ତୁ ଶ୍ରୀକ୍ଷେତ୍ରେ ସାଜୁଜ୍ୟ ମୁକ୍ତି ହୁଏ ପ୍ରାପ୍ତ, ଏହି ଶ୍ରୀକ୍ଷେତ୍ର ବାସ କରିଛି ଯେତେ ଲୋକ। ତାହାଙ୍କର ନାହିଁ ଜନ୍ମ ମୃତ୍ୟୁ ଜରା ଶୋକ, ଏ ଯେଉଁ ରୋହିଣୀ କୁଣ୍ଡ କାରଣ ଜଳରେ, ନିତ୍ୟ ପୂର୍ଣ୍ଣ ରହିଥାଏ ସ୍ପର୍ଶ ଯେହୁ କରେ। ସେ ଜୀବ ଭବ ବନ୍ଧନୁ ହୁଇ ମୁକ୍ତ, ପ୍ରଳୟେ କୁଣ୍ଡ ଜଳ ହୁଇ ବର୍ଦ୍ଧିତ। ସେହି ଜଳ ଏହି ସ୍ଥାନେ ହୁଇ ଯେ ଲୀନ, ତେଣୁ ଏ କୁଣ୍ଡର ନାମ ଅଟଇ ରୋହିଣ। ଯମରାଜ ତୁମ୍ଭ ଅଧିକାର ବିପର୍ଯ୍ୟୟ, ହେବ ବୋଲି ଛାଡ଼ ଚିନ୍ତା ମନରୁ ନିଶ୍ଚୟ। ଏ ସ୍ଥାନେ କେବଳ ମୋକ୍ଷ ଭାଗୀ ଜୀବଗଣ, ତୁମ୍ଭେ ଯମରାଜ ତାଙ୍କୁ ନ କର ଶାସନ। ଲକ୍ଷ୍ମୀ ଦେବୀ ଯମରାଜାଙ୍କୁ ଯେହା କହି, ବ୍ରହ୍ମାଙ୍କ ମୁଖକୁ ଦୃଷ୍ଟି କୋଣେ ଦେଲେ ଚାହିଁ। କହିଲେ ଅତି ଆଦରେ ଶୁଣ ବେଦପତି, ଏ କ୍ଷେତ୍ର ଜୀବଗଣଙ୍କୁ ମୋକ୍ଷ କରେ ନୀତି। କାମାକ୍ଷା ମଧ୍ୟେ ବିମଳା କ୍ଷେତ୍ରପାଳ ଶିବ, ଭଗବାନଙ୍କ ଦକ୍ଷିଣେ ଶ୍ରୀ ନୃସିଂହ ଦେବ। ହିରଣ୍ୟକଶିପୁ ବକ୍ଷ ସ୍ଥଳେ ବିଦାରୀଣ, ସ୍ୱଦେହ କାନ୍ତିରେ ପୂର୍ଣ୍ଣ କଲେ ତ୍ରିଭୁବନ। ଏ ସକଳ ଦେବତାଙ୍କୁ କରିଲେ ଦର୍ଶନ, ସର୍ବ ପାପ ନିଃସଂଶୟେ ହୁଇ ଦହନ। ଭକ୍ତି ମୁକ୍ତି ଫଳ ଲାଭ ହୁଇ ତାହାର, ସନ୍ଦେହ ନ କର ମନେ ଆହେ ବେଦବର। ଏହି ନୃସିଂହଙ୍କ ଆଗେ ପ୍ରାଣ ତ୍ୟାଗ କଲେ, ବହୁ ସାଜୁଜ ପ୍ରାପତି ହୁଏ ତତ୍କାଳେ। ଆଉ ଯେଉଁ କର୍ମ କିଛି କରିବ ସେଠାରେ,
କୋଟି କୋଟି ଗୁଣ ଫଳ ଲାଭ ସେହୁ କରେ। କଳ୍ପ ବଟ ବୃକ୍ଷ ଛାୟା ନୃସିଂହ ତେଜରେ ଦୀପ୍ତିମାଳ ହୋଇ ରହିଅଛି ସର୍ବକାଳେ। ଜ୍ଞାନେ ବା ଅଜ୍ଞାନେ ହି ବୃକ୍ଷର ଛାୟାରେ ପ୍ରାଣ ତ୍ୟାଗ କଲେ ମାୟା ଚାଲିଯାଏ ଦୂରେ। ବେଦାନ୍ତ ଶାସ୍ତ୍ରେ ପ୍ରସିଦ୍ଧ ଶ୍ରବଣ ନନ୍ଦନ ନିଦିଧ୍ୟାସନ ଏ ତିନି ମୋକ୍ଷର ସାଧନ। ଏ ତିନି ସାଧନ ବିନା ମୂର୍ଖ ଲୋକଙ୍କର ମୁକ୍ତି ହୁଏ କ୍ଷେତ୍ରରେ ସନ୍ଦେହ ନ କର। ବାରଣାସୀ କ୍ଷେତ୍ରେ କୃପା ନିଧି ମହେଶ୍ୱର ବ୍ରହ୍ମ ନାମ କହନ୍ତି ଯେ ମନୁଷ୍ୟ କନର। ସେ ନାମ କନ ବିବରେ ହୁଅନ୍ତେ ପ୍ରବେଶ ହୃଦୟ ପଦ୍ମରେ ଜ୍ଞାନ ହୋଇ ପ୍ରକାଶ। ସେ ଜ୍ଞାନ ସାଧନ କଲେ ଜୀବ ପାଏ ମୁକ୍ତି କେବଳ ଏ କ୍ଷେତ୍ରେ ମୃତ୍ୟୁ ହେଲେ ପରାଙ୍ଗତି। ଉପଦେଷ୍ଟା ଗୁରୁଙ୍କର ମହିମା ଏସନ ଅନ୍ୟଥା ନ ହୁଏ ସେଇ ଜ୍ଞାନ କଦାଚନ। ଏ କ୍ଷେତ୍ରେ ମରଣ ହେଲେ ସ୍ୱରୂପ ମୁକ୍ତି ଲାଭ ହୁଏ ଯମ ମନେ କର ନାହିଁ ଭ୍ରାନ୍ତି। ଯେଉଁମାନେ କରୁଥାନ୍ତି କର୍ମ ଫଳ ଭୋଗ ଜନ୍ମ ପରେ ମୃତ୍ୟୁ ହେବ ବୋଲି ଉଦବେଗ। ଅଜ୍ଞାନ ସ୍ୱାର୍ଥନ୍ଧ ଆଉ ମୂର୍ଖ ବ୍ୟକ୍ତିଗଣ ଏ କ୍ଷେତ୍ରେ କରନ୍ତି ନାହିଁ ବିଶ୍ୱାସ ସ୍ଥାପନ। ଯେପରି ତୃଷାର୍ତ୍ତ ବ୍ୟକ୍ତି ତେଜି ଗଙ୍ଗା ଜଳ ପାନ କରେ ଯାଇ କ୍ଷୁଦ୍ର ସରୋବରୁ ଜଳ ସେହିପରି ଏ କ୍ଷେତ୍ରକୁ ତେଜି ମୂଢ଼ ଜନ ଅନ୍ୟ ତୀର୍ଥମାନଙ୍କରେ କରନ୍ତି ଭ୍ରମଣ। ଫଳ ଆଶା ମୋହ କରେ ହୋଇଥାଏ ତୃପ୍ତ ଶ୍ରମଜାତ ହୁଏ ଫଳ ଲାଭରେ ଆସକ୍ତ। ସମୁଦ୍ରରେ ସ୍ନାନ ଜଗନ୍ନାଥଙ୍କୁ ଦର୍ଶନ କଳ୍ପବୃକ୍ଷ ଛାୟା ତଳେ ହୋଇଲେ ମରଣ ପ୍ରଭୁ ହୋଇଲେ ମରଣ। ଯେକୌଣସି ସ୍ଥାନେ ଅବା ଏ କ୍ଷେତ୍ର ମଧ୍ୟରେ ମୃତ୍ୟୁ ହେଲେ ମୁକ୍ତି ଲାଭ ଜୀବ ବେଗେ କରେ। ଏ କ୍ଷେତ୍ରେ ଯେଉଁ ବିଷये ବିଶ୍ୱାସ ଭକ୍ତି ଯେ ଜନ କରେ ତାହାର ହୁଅଇ ମୁକ୍ତି। ଅତଏବ ଏହିପରି ତୀର୍ଥ ପୃଥିବୀରେ କୁତ୍ରାପି ନାହିଁ ଏ କଥା ରଖନ୍ତୁ ମନରେ। ଯେ ବ୍ୟକ୍ତି ଏହି କ୍ଷେତ୍ରକୁ ପରିତ୍ୟାଗ କରି ଲାଭ ଲାଳସାରେ ଅନ୍ୟ ତୀର୍ଥରେ ବିହରି ସେ ବ୍ୟକ୍ତି ନିଶ୍ଚୟ ହୁଏ ବିଷ୍ଣୁ ମାୟାଗ୍ରସ୍ତ କାଳେ କାଳେ ହୁଏ ମୁକ୍ତି ଲାଭରୁ ବଞ୍ଚିତ। ଆଉ ଉପଦେଶ ଦିଆଯିବ କି ତୁମ୍ଭଙ୍କୁ ପ୍ରତ୍ୟକ୍ଷରେ ମୁକ୍ତି ହେଲା ଦେଖିଲ କାକକୁ। ଅନ୍ତର୍ବେଦୀ ରକ୍ଷା ଅର୍ଥେ 8 ଗୋଟି ଶକ୍ତି କଳ୍ପନା କରିଅଛୁ ଆହେ ବେଦପତି। ରୁଦ୍ର ଉଗ୍ର ତପସ୍ୟା ଯେ କଲେ ପତ୍ନୀ ପ୍ରତି ତେଣୁ ସ୍ୱଦେହରୁ ଜାତ କଲୁ ଗୌରୀ ଶକ୍ତି। ଗୌରୀଙ୍କୁ ଆଦେଶ କଲୁ ଆଗ ମାଏ ଶୁଣ ଅନ୍ତର୍ବେଦୀ ରକ୍ଷା ଅର୍ଥେ ହୁଏ ସାବଧାନ। ଆମ୍ଭ ପ୍ରୀତି ଅର୍ଥେ ଗୌରୀ ହେଲେ ଅପମୂର୍ତ୍ତି ଅନ୍ତର୍ବେଦୀ ରକ୍ଷା ଅର୍ଥେ ହୋଇଲେ ନିଯୁକ୍ତି। ବଟମୂଳେ ଅଗ୍ନି କୋଣେ ମଙ୍ଗଳା ନାମରେ ବିମଳା ନାମେ ଶକତି ପଶ୍ଚିମ ଦିଗରେ ସର୍ବମଙ୍ଗଳା ନାମରେ ବାୟୁ କୋଣେ ସ୍ଥିତି ଉତ୍ତମ ଦିଗରେ ଅର୍ଦ୍ଧାଙ୍ଗିନୀ ନାମେ ଶକ୍ତି। ଅଶାନରେ ଲମ୍ବା ଦକ୍ଷିଣରେ କାଳ ରାତ୍ରି
ପୂର୍ବେ ମରିଚିକା ନୈଋତରେ ଚଣ୍ଡା ଶକ୍ତି ଅନ୍ତର୍ବେଦୀ ରକ୍ଷା ଅର୍ଥେ ଏହି ଅଷ୍ଟଶକ୍ତି ଅଷ୍ଟଦିଗେ ରହି ପୂଜା ପାଉଛନ୍ତି ନୀତି ଅଳ୍ପ ପୁଣ୍ୟକାରୀ ପକ୍ଷେ ଦୁର୍ଲଭ ଏ ସ୍ଥାନ ଅଷ୍ଟମୂର୍ତ୍ତି ଦର୍ଶନ ଅଥବା କୀର୍ତ୍ତନ କରିଲେ ସକଳ ପାପ ହୁଅଇ ଦହନ ଅଶ୍ୱମେଧ ଯାଗ ଫଳ ଲଭେ ତତ୍କ୍ଷଣ ରୁଦ୍ର ଦେଖିଲେ ରୁଦ୍ରାଣୀ ଅଷ୍ଟମୂର୍ତ୍ତି ହେଲେ ନିଜର ଯେ ଅଷ୍ଟମୂର୍ତ୍ତି କଳ୍ପନା କରିଲେ ପରମେଶ୍ୱରଙ୍କୁ ଉପାସନା ତହୁଁ କଲେ ତପସ୍ୟା କରି ଏ ବର ପ୍ରାର୍ଥନା କରିଲେ आहे देव तुम्भे जेउ स्थानरे रहिब से स्थानरे मोर वास नित्य जे होइब हे कमलाकांत तुम्भ बिना आउ केई जीव को मुक्ति देवाकु समर्थ नुहई तुम्भे जीव गणकर अट अंतर्जामी तुम्भ व्यतिरेके देह धरिब के पुणी तुम्भ स्वरूप न बुझी विषय अग्निरे आनंदित मूढ़ लोके हुअन्ति मनरे निर्मल जलद कांति देव भगवान तुम्भ पाद पद्मरे मु पशिली शरण से अष्टरुद्रको क्षेत्र स्वामी भगवान तुरिते अष्टदिगरे करिले स्थापन मध्य वेदीरे विजये स्वयं भगवान शुण अष्टरुद्र नाम कपाल मोचन द्वितीय रे काम क्षेत्र पाल तृतीय रे जमेश्वर मार्कंडेश्वर पंचम रे षष्ठे विश्वेश्वर नीलकंठ सप्तम रे अष्टम रे वटेश्वर कल्पवट मूले ए अष्टलिंग दर्शन स्पर्शन पूजन करिले सकळे हेबे मुक्ति भजन अतएव जमराज ए क्षेत्रे केवल तुम्भे शासक न हेब मृत व्यक्तिंकर जे निमित्त एही स्थाने कले आगमन अन्य स्थाने जाई ताहा करन्तु साधन लक्ष्मी देवी जमकुए उपदेश देले पितामह मुख चाहि वचन भासिले मनरे निश्चय कर भगवानंकर नाभि पद्मरु जन्म होइछि तुम्हर तथापि ए जगन्नाथ भक्तर अधीन शरण गले करन्ति दुख विमोचन एहि हेतु जम प्रति प्रभु सुप्रसन्न से कथा कहूछु तुम्भे शुण सावधान श्री सुदर्शन अनंत देव लक्ष्मीपति कस्मिन् काले क्षेत्र त्याग न करन्ति जमराजाଙ୍କୁ ए कथा बुझाई न दिय जातु एठारु निर्भୟରେ निज गृह सत्य जुगे जागकारी विष्णु परायण इंद्रद्युम्न नामे राजा होइथिले जन्म से राजा एही क्षेत्र को करी आगमन भक्ति भरे करिबे तो प्रभु को दर्शन भगवानंकर प्रीति साधन निमित्त करिबे सहस्र अश्वमेध नरनाथ से राजा को भगवान होइबे सदय दारु मध्यरे प्रकाश होइबे निश्चय से दारुरे विश्वकर्मा प्रतिमा गढ़िबे प्रतिष्ठा करिब इंद्रद्युम्न वाक्ये तुम्भे आंभ सदृश प्रतिमा निर्माण करिब से मूर्ति निश्चय तुम्भे प्रतिष्ठा करिब ब्रह्मा जमराज दुहे लक्ष्मी देवींकर
ବାକ୍ୟ ଶୁଣି ଆନନ୍ଦରେ ଗଲେ ସୋ ମନ୍ଦିର। ମୁନିଗଣ ଶୁଣ ସେହି କ୍ଷେତ୍ରେ ବର୍ତ୍ତମାନ, ମେଘକାନ୍ତି ଶଙ୍ଖ ଚକ୍ରଧାରୀ ଭଗବାନ। ଇନ୍ଦ୍ରଦ୍ୟୁମ୍ନ ରାଜା ପ୍ରତି ହୋଇ ସୁପ୍ରସନ୍ନ, ନୀଳାଚଳେ ଦାରୁ ବ୍ରହ୍ମ ରୂପେ ବିଦ୍ୟମାନ। ଶ୍ରୀ ବଳରାମ ସୁଭଦ୍ରା ସୁଦର୍ଶନ ଘେନି, ଦେହଧାରୀ ହୋଇ ବିଜେ ଜଗନ୍ନାଥ ସ୍ୱାମୀ। ଜୀବ ବ୍ରହ୍ମ ହିତେ ସାଧନରେ ହୋଇ ବ୍ରତ, ପାପ ଦୂର ହୋଇ ଯାଏ କରିଲେ ପ୍ରଣତି। ଶୁଣ ସର୍ବ ମୁନି ଗଣ ଯାହାକୁ ଦର୍ଶନ, ସୁଦୃଢ଼ ପାପ ବନ୍ଧନ କରି ଦିଏ ଛିନ୍ନ। ସୁଧାକର ତୁଲ୍ୟ କରେ ତ୍ରିତାପ ହରଣ, ସତ୍କର୍ମ ସମୂହ ଫଳ ଫଳ ତତ୍କ୍ଷଣ। ବିଷ୍ଣୁଙ୍କର ଅଛି ବହୁବିଧ ଅବତାର, ଅଦ୍ଭୁତ କର୍ମ ସାଧନ ମହିମା ଅପାର। ଭୁଲକେ ମନୁଷ୍ୟ ଗଣ ସ୍ୱର୍ଗେ ଦେବଗଣ, ସେ ମହିମା ବୁଝିବାକୁ ନୁହନ୍ତି ଭାଜନ। ବିପ୍ରଗଣ ଶୁଣ ଦେବ ଦଇତ ମାନବ, ଗନ୍ଧର୍ବ ସର୍ପ ରାକ୍ଷସ ପକ୍ଷୀ ଜାତି ସର୍ବ। ଏ ସକଳ ଆତ୍ମଭୂତ ସର୍ବ ସୁଖାବହ, ଦାରୁମୟ ଶ୍ରୀହରିଙ୍କୁ କରନ୍ତି ଆଶ୍ରୟ। ଆନନ୍ଦ ସ୍ୱରୂପୀ ବ୍ରହ୍ମଙ୍କର ଜୀବ ଅଂଶେ, ଜୀବର ଜନ୍ମ ହୋଇ ସେ ଜୀବ ବିଶେଷେ। ଦାରୁ ମୂର୍ତ୍ତି ମଧ୍ୟେ ବ୍ରହ୍ମ କରେ ଅନୁଭବ, ବେଦ ବାକ୍ୟରେ ପ୍ରସିଦ୍ଧି ଏକଥା ଜାଣିବ। ଏ ମୂର୍ତ୍ତି ସଂସାର ଦୁଃଖ ସକଳ ବିନାଶୀ, ଅବ୍ୟୟ ସୁଖ ପ୍ରଦାନେ ଜୀବକୁ ଆଶ୍ୱାସୀ। ଏ ହେତୁ ବେଦାନ୍ତ ଶାସ୍ତ୍ର କରଇ କୀର୍ତ୍ତନ, ଦାରୁ ମଧ୍ୟେ ବ୍ରହ୍ମ ରୂପ ଧାରୀ ଭଗବାନ। କେବଳ କାଷ୍ଠ ପ୍ରତିମା ନ ଦିଏ ମୁକତି, ମୋକ୍ଷତ ସ୍ୱଭାବ ସିଦ୍ଧ କୃତ୍ରିମତି। କୃତ୍ରିମ ପ୍ରତିମା କେଉଁ ପରି ମୁକ୍ତି ଦେବ, ତ୍ରିକାଳରେ କଥା ତ ସମ୍ଭବ ନହେବ। ଅତଏବ ବ୍ରହ୍ମ ସୁଖ ଆଶ୍ରୟ ବ୍ୟତୀତ, ଲାଭ ନ ହୁଅଇ ତେଣୁ ଏ ସ୍ଥାନ ଗୁପତ। ଅଲୌକିକି ସେ ପ୍ରତିମା ଲୌକିକି ହୋଇଲେ, କିଏ ବା ଶୁଣିଲେ କିଏ ନୟନେ ଦେଖିଲେ। ମହର୍ଷି ଜୈମିନି ମୁନି ଗଣଙ୍କୁ ଏ କଥା, କହିଲେ ଇନ୍ଦ୍ରଦ୍ୟୁମ୍ନର ବର ଲାଭ ବାର୍ତ୍ତା। ଯେ ପ୍ରଭୁ ରକ୍ଷକ ଦୀନନାଥ ଜନର, ସଂସାର ସାଗର ତାରିବାକୁ କର୍ଣ୍ଣଧାର। ଅବଲମ୍ବନ ଅଟନ୍ତି ସକଳ ଜୀବର, ଚରଣ ବନ୍ଦନା କରୁଛନ୍ତି ଚରାଚର। ଯେ ପ୍ରଭୁ ସୃଷ୍ଟି ପାଳନ ସଂହାର କାରଣ, ଜୀବର କରନ୍ତି ସଦା ପାପ ବିମୋଚନ। ଆପଦ ବିନାଶକାରୀ ବିଭୂତି ବର୍ଦ୍ଧକ, ବିଷୟ ଭୋଗୀର ସଦା ଅଭୀଷ୍ଟ ପୂରକ। ଜୀବ ଜଗତର ସଦା ପାଳନ କରତା, ଚରାଚର ଜଗତର ଅଟନ୍ତି ବିଧାତା। ପୃଥିବୀରେ ଯେତେ ଭାଷା ତହିଁରେ ପଣ୍ଡିତ, କଳ୍ମଷ ନାଶ କରିବା ପାଇଁ ସମରଥ। ପାପ ତାଙ୍କର ଶୋଷକ ଅଟନ୍ତି ଶ୍ରୀହରି, ଜୀବ ହିତେ ନୀଳାଦ୍ରି କନ୍ଦରେ ବିଜେ କରି। ମୁନିଗଣ ନୀଳାଚଳ ସ୍ଥିତ ନାରାୟଣ, ପ୍ରଭୁଙ୍କର ପାଦ ପଦ୍ମେ ପଶନ୍ତୁ ଶରଣ। ଯେ ପ୍ରଭୁ ଜଡ଼ ସମାନ ଦାରୁ ରୂପ ଧରି, ବିବିଧ ପ୍ରକାରେ ଦିବ୍ୟ ଲୀଳା ତହିଁ କରି। ସେ ପ୍ରଭୁଙ୍କୁ ଏକମାତ୍ର କରିଲେ ଭକତି, ଶତ ଅପରାଧ ଥିଲେ କ୍ଷମା ସେ ଦିଅନ୍ତି। ଶୁଣି ମୁନିଗଣ ସେହି ପ୍ରଭୁଙ୍କ ଚରିତ,
ଦାରୁ ଦେହେ ଲୀଳା କରୁଅଛନ୍ତି ଅଦ୍ଭୁତ। ପାପ ନାଶନ ଚରିତ୍ର କରୁଛୁ ବର୍ଣ୍ଣନ, ସାବଧାନ ହୋଇ ତାହା କରନ୍ତୁ ଶ୍ରବଣ। କୁରୁକ୍ଷେତ୍ରେ ଥିଲେ ଏକ ଜଣ ବିପ୍ରବର, ଆଉ ଜଣେ କ୍ଷତ୍ରିୟ ଯେ ମୈତ୍ର ତାଙ୍କର। ଦୁହେଁ ଏକତ୍ର କରନ୍ତି ଆହାର ବିହାର, ଶୌଚାଚାର ବିବର୍ଜିତ ନିଷିଦ୍ଧ ଆମ୍ଭର। ବେଦ ଅଧ୍ୟୟନ ତେଜି ହୋଇ ମୋହଯୁକ୍ତ, ଦେବ କାର୍ଯ୍ୟ ପିତୃ କାର୍ଯ୍ୟ ଆଦି ବିବର୍ଜିତ। ଧର୍ମହୀନ ମହାପାତକାଦିରେ ଦୂଷିତ, ସଦା ମଦନ୍ମତ୍ତ ବେଶ୍ୟା ସହବାସେ ରତ। ଦୁହେଁ ପରଲୋକ ଚିନ୍ତା ଦିନେ ନ କରନ୍ତି, ଏହିପରି ଅକାର୍ଯ୍ୟରେ ଅର୍ଦ୍ଧାୟୁଷ ବିତି। ଏକଦା ସେ ଦୁହେଁ ଗଲେ ଏକ ଯଜ୍ଞ ସ୍ଥାନ, ମନୋହର ମନ୍ତ୍ର ଧ୍ୱନି କରିଲେ ଶ୍ରବଣ। ବୈଦିକ କ୍ରିୟା ସକଳ କରିଲେ ଦର୍ଶନ, ତେଣୁ ଧର୍ମ କାର୍ଯ୍ୟେ ଶ୍ରଦ୍ଧା କଲେ ଦୁଇ ଜଣ। ପୁଣ୍ଡରୀକ ଅମ୍ବରୀଶ ନାମ ଦୁହିଁଙ୍କର, ନିଜ ନିଜ ଜାତି କଥା ପଡ଼ିଲା ମନର। ନିଜ ନିଜ ଦୁଶ୍ଚରିତ୍ର ନିଦ୍ରା ବହୁ କରି, ଏ ପାପ ସମୁଦ୍ର କେଉଁ ରୂପେ ହେବା ପାରି। ଆମ୍ଭେ ଦୁହେଁ ଜନ୍ମରେ କଲୁ ଯେ ପାତକ, ତାର ପ୍ରାୟଶ୍ଚିତ କହିବାକୁ ଶାସ୍ତ୍ର ମୁକ। ସଞ୍ଚୟ କରିଛୁ ଯେଉଁ ପାପ ଘୋରତର, ଦୁର୍ଲଭ ଅଟଇ ପ୍ରାୟଶ୍ଚିତ ଯେ ତାହାର। ତଥାପି ଏହି ସକଳ ବ୍ରହ୍ମନିଷ୍ଠ ଗଣ, ସଭାସଦ ହୋଇଛନ୍ତି ଯେତେକ ବ୍ରାହ୍ମଣ। ଏମାନଙ୍କ ଶ୍ରୀଚରଣେ କଲେ ପ୍ରଣିପାତ, ପଚାରିବା କେଉଁ ପରି ହେବା ପାପ ମୁକ୍ତ। ଏକଥା ବିଚାର କରି ସେହି ଦୁଇ ମିତ, ବିପ୍ରମାନଙ୍କ ଚରଣେ କଲେ ପ୍ରଣିପାତ। ନିଜ କୃତ ପାପ ମାନ କରିଲେ ବର୍ଣ୍ଣନ, ପୁଛିଲେ କିପରି ହେବ ଦୂରିତ ଦହନ। ଦୁଇ ମିତ୍ରଙ୍କର କଥା ଶୁଣି ବିପ୍ରଗଣ, ବିସ୍ମୟ ବଦନେ କଲେ ଚକ୍ଷୁ ନିମୀଳନ। ପରସ୍ପର ମୁଖ ଚାହିଁ ହୋଇଲେ ମୌନ, ଆଶ୍ଚର୍ଯ୍ୟ ହୋଇଲେ ଶୁଣି ପାପ କର୍ମମାନ। ଯେତେ ପାପ ଦୁହିଁଙ୍କର ହୋଇଛି ସଂଯତ, ପ୍ରାୟଶ୍ଚିତ କରିବାକୁ ଶାସ୍ତ୍ର ସମର୍ଥ। ଏହାଙ୍କ ପାପର ଉପଯୁକ୍ତ ପ୍ରାୟଶ୍ଚିତ, କହିବାକୁ ଆମ୍ଭେ ମାନେ ନୋହୁ ତ ସମର୍ଥ। କରିଛନ୍ତି ପାପ କ୍ଷୟ ଭକ୍ତି ସାଧନାରେ, ବିପ୍ରଗଣ ମଧ୍ୟ ଶ୍ରେଷ୍ଠ ବକ୍ତା ସେ ଭାବରେ। ସଭାପତି ପ୍ରଧାନ ବୈଷ୍ଣବ ଚୂଡ଼ାମଣି, ହସି ହସି କହିଲେ ସଭାରେ ସେହି କ୍ଷଣି। ବ୍ରାହ୍ମଣ କ୍ଷତ୍ରିୟ ଦୁଇ ଜାତିର ସନ୍ତାନ, ମନ ଦେଇ ଶୁଣ ତୁମ୍ଭ ପାପ ଯେ ଦାରୁଣ। ସେ ପାପର ପ୍ରାୟଶ୍ଚିତ ଯେବେ ଇଚ୍ଛା କର, ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରେ ଚଳ ହେ ସତ୍ୱର। ସେହି ସ୍ଥାନେ ଦାରୁମୟ ଶ୍ରୀ ପୁରୁଷୋତ୍ତମ, ବିଜେ କରିଛନ୍ତି ସେହି କ୍ଷେତ୍ରଟି ଉତ୍ତମ। ରାଜର୍ଷି ଇନ୍ଦ୍ରଦ୍ୟୁମ୍ନ ଭକ୍ତିରେ ସନ୍ତୋଷ, ହୋଇ ନାରାୟଣ ତହିଁ କରିଛନ୍ତି ବାସ। ଶଙ୍ଖ ଚକ୍ର ଗଦା ପଦ୍ମଧାରୀ ଜଗନ୍ନାଥ, ଆରାଧନା କଲେ ପାପ କ୍ଷୟ ଜୀବନ୍ମୁକ୍ତ। ଏ ଦୁଇ ମଧ୍ୟରୁ ତୁମ୍ଭେ ଯାହା ଇଚ୍ଛା କର, ନିଶ୍ଚୟ ପାଇବ ତାହା ସନ୍ଦେହ ନ କର। ସେ ପ୍ରଭୁ ଘୋର ଦୁଷ୍କୃତ ରୂପ ତୁଳା ରାଶି, ଅଗ୍ନି ରୂପେ ଦହୁଛନ୍ତି ନୀଳାଚଳେ ବସି। କୋଟି ଜନ୍ମ ତପ କରି ଏ ପାପ ଦହନ,
କରିବାକୁ ତୁମ୍ଭେ ଦୁହେଁ ନହେବ ଭାଜନ। ଯା ଦର୍ଶନ ଏକ କାଳେ ପାପ କ୍ଷୟ କରେ, ତା ନିକଟେ ଚଳି ଯାଅ ଆନନ୍ଦ ମନରେ। ପୁଣ୍ୟଭୂମି ଉତ୍କଳ ଦେଶରେ ବିଦ୍ୟମାନ, ଦକ୍ଷିଣ ସମୁଦ୍ର ତୀରେ ସ୍ୱୟଂ ଭଗବାନ। ନୀଳ ପର୍ବତ କନ୍ଦରେ କରିଛନ୍ତି ବାସ, ତାହାଙ୍କର ପାଦ ପଦ୍ମେ ଶରଣ ଯେ ପଶ। ସେ କୃପା ସାଗର ପୁରାଇବେ ଅଭିଳାଷ, ମୁନିଗଣ ଶୁଣିଲ କି ମନ ହେତୁ ତୋଷ। ବ୍ରାହ୍ମଣ କ୍ଷତ୍ରିୟ ପୁଏ ସନ୍ତୋଷ ହୋଇଲେ, ତହୁଁ ଉତ୍କଳ ପ୍ରଦେଶେ ତୁରିତେ ଚଳିଲେ। ଅତି ଆନନ୍ଦରେ କଲେ ଜୟ ଜୟ ଧ୍ୱନି, ଭକ୍ତି ଭରେ ବ୍ରାହ୍ମଣଙ୍କ ଚରଣେ ପ୍ରଣମୀ। ଉତ୍କଳ ଖଣ୍ଡ ଚତୁର୍ଥ ଅଧ୍ୟାୟ ସମାପ୍ତ। ସଂସାର ରକ୍ଷା କରନ୍ତୁ ନୀଳାଚଳ ନାଥ, ବିପଦାନ୍ଧକାର ନାଶିବାରେ ସୂର୍ଯ୍ୟ ସମ। ଅଭିଳାଷ ଦାନେ କାମଧେନୁର ସମାନ, ଅପାର ସଂସାର ସମୁଦ୍ରରେ ନୌକାବତ। ବିପ୍ରପାଦରଜ କରେ ତ୍ରିଭୁବନ ପୂତ, ଯଜ୍ଞକାରୀ ବିପ୍ରମାନଙ୍କର ପଦ ଧୂଳି। ଶିରେ ବହିବାକୁ ହରିହର କରେ ଅଳି। ଇତି ଶ୍ରୀ ସ୍କନ୍ଧ ପୁରାଣେ ଉତ୍କଳଖଣ୍ଡେ ପୁରୁଷୋତ୍ତମ କ୍ଷେତ୍ର ବର୍ଣ୍ଣନେ ପୁଣ୍ଡରୀକ ଅମ୍ବରୀଶ ଶ୍ରୀକ୍ଷେତ୍ରେ ଗମନେ ନାମ ଚତୁର୍ଥ ଅଧ୍ୟାୟ। ପଞ୍ଚମ ଅଧ୍ୟାୟ। କହନ୍ତି ଜୈମିନୀ ମୁନି ସେହି ଦୁଇ ମିତ, ବେଶ୍ୟାଳୟ ଛାଡ଼ିଦେଲେ ହୋଇ ଅନୁତପ୍ତ। ଭୋଜନ କରିଲେ ଥରେ ମାତ୍ର ହବିଷ୍ୟାନ୍ନ, ନିଜ ମନେ ସଦା ଚିନ୍ତା କଲେ ନାରାୟଣ। କେତେ ଦିନ ପରେ ନୀଳାଚଳେ ପ୍ରବେଶିଲେ, ତୀର୍ଥରାଜ ସମୁଦ୍ରରେ ଯାଇ ସ୍ନାନ କଲେ। ଶ୍ରୀମନ୍ଦିର ସିଂହଦ୍ୱାରେ କରି ଅବସ୍ଥାନ, ଜଗନ୍ନାଥଙ୍କୁ ସାଷ୍ଟାଙ୍ଗ କରିଲେ ପ୍ରଣାମ। ଚକ୍ଷୁ ମେଲା କରି ଜଗନ୍ନାଥଙ୍କୁ ଦର୍ଶନ, କରିବା ନିମିତ୍ତ ଦୁହେଁ ନହେଲେ ଭାଜନ। ଦର୍ଶନ ନ ପାଇ ମନେ ହୋଇଲେ ଚିନ୍ତିତ, ତେଣୁ ଦୁଇ ମିତ୍ର କଲେ ଅନଶନ ବ୍ରତ। ପାପନାଶକାରୀ ନାମ କରିଲେ କୀର୍ତ୍ତନ, ତୃତୀୟ ରାତ୍ରରେ କଲେ ଜ୍ୟୋତି ଦର୍ଶନ। ପୁନର୍ବାର 3 ଦିନ ଉପବାସ କଲେ, ସପ୍ତମ ରାତ୍ରିରେ ପ୍ରଭୁ ଦର୍ଶନ ଦେଲେ। ଦେବଗଣଙ୍କର ସ୍ତୁତି କରିଲେ ଶ୍ରବଣ, ତତ୍କ୍ଷଣେ ସେ ଦୁହିଁଙ୍କର ଜାତ ଦିବ୍ୟ ଜ୍ଞାନ। ଦେହରୁ ପାପ କଞ୍ଚୁକ ପରିତ୍ୟାଗ କଲେ, ସାକ୍ଷାତରେ ପ୍ରଭୁ ଜଗନ୍ନାଥଙ୍କୁ ଦେଖିଲେ। ଶଙ୍ଖ ଚକ୍ର ଗଦା ପଦ୍ମ ହସ୍ତେ ବିରାଜିତ, ଦିବ୍ୟ ଅଳଙ୍କାରେ ଦେହ ହୋଇଛି ଭୂଷିତ। ପାଦରେ ରତ୍ନ ପାଦୁକା ଅତି ସୁଶୋଭନ, ଚକ୍ଷୁ ଶ୍ଵେତ ପଦ୍ମ ସମ ବଦନ ପ୍ରସନ୍ନ। ବାମ ବାହୁ ଦ୍ୱାରା ଲକ୍ଷ୍ମୀ ବାମେ ଆଲିଙ୍ଗିତ, ଲକ୍ଷ୍ମୀ ଦତ୍ତ ତାମ୍ବୁଳରେ ବଦନ ପୂରିତ। କେତେ ଦାସୀ ଧରିଛନ୍ତି ରତ୍ନ ବେତ ହସ୍ତେ, କେତେ ଚାମର ଯେ କେତେ ଦୀପମାଳା ହସ୍ତେ। ଆଉ ଏକ କାନ୍ତିମତୀ ଦାସୀ ରତ୍ନ ଛତ୍ର, ଧରିଛନ୍ତି ପୃଷ୍ଠଭାଗେ ଅତୀବ ବିଚିତ୍ର। ପ୍ରମ୍ବଚା ନାମେ ସୁନ୍ଦରୀ ଦାସୀର ମୁଖରେ, ଅନ୍ୟ ଦାସୀ କୃଷ୍ଣା ଗୁରୁ ଧୂପ ପାତ୍ର ଧରେ। ପରସ୍ପର ପରିହାସ ଦାସୀଏ କରନ୍ତି, ସମ୍ମୁଖରେ ଉପସ୍ଥିତ ଥୋକାଏ ଅଛନ୍ତି। ଦେବସିଦ୍ଧି ସନକାଦି ଦିବ୍ୟ ମୁନିଗଣ, ନତ ଶିରେ କର ଯୋଡ଼ି କରନ୍ତି ସ୍ତବନ। ଏମାନଙ୍କୁ ଅନୁଗ୍ରହ କଟାକ୍ଷ ପାତରେ, ଦାସୀଗଣ କରୁଛନ୍ତି ହରଷ ମନରେ। ପ୍ରଭୁଙ୍କ ସମ୍ମୁଖେ ନାରଦାଦି ଋଷିଗଣ, ଗନ୍ଧର୍ବଗଣ କରନ୍ତି ସଙ୍ଗୀତ ଗାୟନ। ସଙ୍ଗୀତ ଶ୍ରବଣ କରି ତୋଷ ଭଗବାନ, ସେମାନଙ୍କୁ କରୁଛନ୍ତି ଅନୁକମ୍ପା ଦାନ। ପ୍ରହ୍ଲାଦାଦି ବୈଷ୍ଣବ କୁଳର ଭୂଷଣ, ବସି ସମ୍ମୁଖେ କରନ୍ତି ସ୍ୱରୂପକୁ ଧ୍ୟାନ। ଏକାଗ୍ର ଭାବରେ ଉପବିଷ୍ଟ ରହିଛନ୍ତି, ତାଙ୍କୁ ଭଗବାନ ଲୀନ ସ୍ୱଦେହେ କରନ୍ତି। ବକ୍ଷସ୍ଥଳେ କୌସ୍ତୁଭ ମଣିରେ ସମ୍ମୁଖସ୍ଥ, ଦେବତାଦି ମାନଙ୍କରେ ପ୍ରତିବିମ୍ବପାତ। ଦେଖାଯାଏ ସାକ୍ଷାତରେ ବିଶ୍ୱରୂପ ମୂର୍ତ୍ତି,
ଉପସ୍ଥିତ ଭକ୍ତଗଣ ତୋଷ ହେଉଛନ୍ତି, ସ୍ୱର୍ଗରୁ ହେଉଛି ପୁଷ୍ପ ବୃଷ୍ଟି ଅବିରତ। ଲକ୍ଷ୍ମୀ ଦେବୀଙ୍କର ଶୋଭା ପ୍ରକାଶେ ବହୁତ, ଅପ୍ସରାମାନଙ୍କ ମନୋହର ନୃତ୍ୟ ଗାନ। ପ୍ରଭୁ ଭଗବାନ କରୁଅଛନ୍ତି ଦର୍ଶନ, ଦର୍ଶନ କରନ୍ତେ ପ୍ରଭୁଙ୍କର ଦିବ୍ୟ ଲୀଳା। ଦୁଇ ପାପୀଙ୍କର ତହିଁ ଜ୍ଞାନ ଜାତ ହେଲା, ସକଳ ବିଦ୍ୟାରେ ଦୁହେଁ ପଣ୍ଡିତ ହୋଇଲେ। କର ଯୋଡ଼ି 3 ବାର ପ୍ରଦକ୍ଷିଣ କଲେ, ଆନନ୍ଦ ମନରେ କଲେ ସାଷ୍ଟାଙ୍ଗ ପ୍ରଣାମ। ତହୁଁ ସ୍ତୁତି ବାକ୍ୟମାନ ପଢ଼ିଲେ ବହନ, କହେ ଦ୍ୱିଜ ପୁଣ୍ଡରୀକ ଆହେ ନାରାୟଣ। ଆପଣ କରିଅଛନ୍ତି ଜଗତ ଧାରଣ, ସୃଷ୍ଟି ସ୍ଥିତି ପ୍ରଳୟର ଅଟଇ କାରଣ। ପରମାତ୍ମା ଆଉ ପରା ଆପଣଙ୍କ ନାମ, ସକଳ ପ୍ରାଣୀର ଏକମାତ୍ର ଯେ ଆଶ୍ରୟ। ଆପଣଙ୍କୁ ନମସ୍କାର ଆହେ ଦୟାମୟ, ଏକମାତ୍ର ପରମାର୍ଥ ବସ୍ତୁତ ଆପଣ। ଜାତ ଶୂନ୍ୟ ଧ୍ୱଂସହୀନ ଆହେ ଭଗବାନ, ଧ୍ୟାନ ଚକ୍ଷୁ ଯୋଗୀ ଗଣ ନିତ୍ୟାନନ୍ଦମୟ। ବସ୍ତୁ ମାତ୍ର ଜାଣି କରି ଅଛନ୍ତି ଆଶ୍ରୟ, ଆପଣ ଚିନ୍ମୟ ପରାତ୍ପର ଜଗଦୀଶ। ଜଗତର ଅଧିଷ୍ଠାନ ରୂପରେ ପ୍ରକାଶ, ଏକଥା ବୁଝନ୍ତି ନାହିଁ ମୂଢ଼ ଜୀବଗଣ। ଅତି ନିର୍ମଳ ସ୍ୱରୂପ ଅଟନ୍ତି ଆପଣ, ଅର୍ଥଲିପ୍ସା କାମନାରେ ଯେ ଜନ ବ୍ୟାକୁଳ। ଏ ସଂସାରେ ଗତାଗତ କରେ ସେ କେବଳ, ଗତାଗତ ରୂପ ଦୁଃଖ ଶ୍ରମ ଯେ ତାହାର। ଆପଣଙ୍କ ସାକ୍ଷାତକାରେ ସୁଖ ନାହିଁ ତାର, ଭାଗ୍ୟ ବଳେ କେବେ ଅବା ଦର୍ଶନ ମିଳେ। ହେ ନାଥ ଦୀନ ଜନର କି ଅଛି କପାଳେ, ଲୋଭୀ ଦୁଷ୍କର୍ମ କରତା ମୁଁ ତ ଅଟେ ସ୍ୱାମୀ। ସଂସାର ସାଗରେ ବୁଡ଼ି ଯାଏ ଅନ୍ତର୍ଯ୍ୟାମୀ, ମୁଁ ତ ଅତି ଦୀନ ଜନ ମୋର କେହି ନାହିଁ। ତବ ପଦାରବିନ୍ଦରେ ଶରଣ ଗୋସାଇଁ, ରକ୍ଷା କର ଆହେ ନାରାୟଣ। ଏକା ଶରଣ ରକ୍ଷକ ଅଟନ୍ତି ଆପଣ, ହେ ନାଥ ନିଜ କାର୍ଯ୍ୟରେ ଅବହେଳା କରି। ଦୀନା ଅନାଥ ଜନକୁ କିଏ ରକ୍ଷା କରି, ଏ ରୂପ ବାନ୍ଧବ କିଏ ବ୍ରହ୍ମାଣ୍ଡ ମଧ୍ୟରେ। ଆପଣ ତ ବିଜେ ନୀଳ ସୁନ୍ଦର ଶିଖରେ, ହେ କୃପା ସାଗର ଜଳ ଯନ୍ତ୍ର ଘଟ ପରି। ଉପରୁ ତଳକୁ ତଳୁ ଉପରେ ବିହରି, ଉତ୍ଥାପନ ପତନ ଦୁଃଖ ପାଏ ନିରନ୍ତର। ଆହେ ପ୍ରଭୁ ନମସ୍କାର ପରିତ୍ରାଣ କର, କୌତୁକେ ଆପଣ ମୁକ୍ତି କରନ୍ତି ପ୍ରଦାନ। କୁଟୁମ୍ବ ପୋଷଣେ ମୂର୍ଖ ମାଗେ ଧନ ଧାନ୍ୟ, ଆପଣଙ୍କର ଦୁସ୍ତ୍ୟଜା ମାୟାରେ ମୋହିତ। ହୋଇଥାନ୍ତି ମୂଢ଼ ଜନ ଯେଣୁ ଭ୍ରାନ୍ତ ଚିତ୍ତ, ଆପଣ କେବଳ ମୁକ୍ତି କରନ୍ତି ପ୍ରଦାନ। ଆପଣଙ୍କ ନାମ କରେ ଚତୁର୍ବର୍ଗ ଦାନ, ନାରାୟଣ ନାରାୟଣ ମୁଖେ ଉଚ୍ଚାରିଲେ। ଧର୍ମ ଅର୍ଥ କାମ ମୋକ୍ଷ ମିଳେ ତତ୍କାଳେ, ହେ ନାଥ ବିଭିନ୍ନ ଯଜ୍ଞେ ଭିନ୍ନ ଭିନ୍ନ ଫଳ। ପୃଥକ୍ ରୂପେ ପ୍ରଦାନ କର ସେହି ଫଳ, ସଂସାର ସାଗରେ ଢେଉ ଉଠଇ ସତତ। ଜୀବ ଜଗତର ଭେଳା ରୂପେ ପରିଚିତ, ଭବାନବେ ପଡ଼ି ମୁଗ୍ଧ ବ୍ୟକ୍ତିମାନଙ୍କର। ଜ୍ଞାନ ରୂପ ନୌକା ଧରି ତୁମ୍ଭେ କର୍ଣ୍ଣଧାର, ଦୟା ରୂପ ଆହୁଲାରେ ଏହି ଭବାନବ। ତାରିବାକୁ ସଦ୍ୟ ବ୍ୟଗ୍ର ହେଉଛ ଏ ଦେବ, ଏକମାତ୍ର କରେ ଭକତିରେ ନିତ୍ୟ ଧ୍ୟାନ। ତାକୁ କରି ଦିଅ ପରା ସଂସାରୁ ଉତ୍ତୀର୍ଣ୍ଣ, ଶାସ୍ତ୍ର କହେ ଅନ୍ୟ ଅନ୍ୟ ଦେବ ଦେବୀ ଗଣ। ମୁକ୍ତି ଦେଇ ପାରନ୍ତି ଅଛି ଏ ପ୍ରମାଣ, କିନ୍ତୁ ଦେବଗଣେ ମୁକ୍ତି କରନ୍ତି ପ୍ରଦାନ। ସାଜୁଜ୍ୟ ମୁକ୍ତି ଦେବାକୁ ନ ହୁଅନ୍ତି କ୍ଷମ, ଏ ଦୁଃଖ ସାଗର ପାନ କରିବାକୁ ଦେବ। ଅଗସ୍ତ୍ୟ ସ୍ୱରୂପା ତୁମ୍ଭ ଭକ୍ତିକ୍ଷମ ହେବ, ଆପଣଙ୍କୁ ଭକ୍ତି କରି ଶିଖିଲେ ଜୀବର। ମୁକ୍ତି ସହଜେ ମିଳେ ଆହେ ଦାମୋଦର, ହେ ପ୍ରଭୁ ଅଧମ ପ୍ରତି ହୁଅନ୍ତୁ ପ୍ରସନ୍ନ। ପାଦ ପଦ୍ମେ ଚିର ଭକ୍ତି କରନ୍ତୁ ପ୍ରଦାନ, ଯମାଦି ଅଷ୍ଟାଙ୍ଗ ଯୋଗ ଜାଣି ନାହିଁ ଦେବ। କିପରି ହୋଇବି ପାରି ଏହି ଭବାନବ, ଧର୍ମ ଅର୍ଥ କାମ ଏହି ତ୍ରିବର୍ଗ ସାଧନେ। ଆଦର କରନ୍ତି ସଦା ମନ୍ଦ ଗତି ଜନେ, ଅହିତକର ସାମାନ୍ୟ କ୍ଷୁଦ୍ର ସୁଖ ଏହା। ପ୍ରାର୍ଥନା ମୁଁ କରୁନାହିଁ ଆହେ ଚଉବାହା, ବେଗେ ମତେ ଆଜ୍ଞା ହେଉ ଆହେ ଜଗନ୍ନାଥ। ଆପଣଙ୍କ ପାଦ ପଦ୍ମ ଚିନ୍ତିବ ସତତ, ସେ ସୁଖ ସାଗରେ ବୁଡ଼ି ରହିବି ଗୋସାଇଁ। ବିଷୟ ସୁଖରେ ଇଚ୍ଛା ନାହିଁ ଲକ୍ଷ୍ମୀ ସାଇଁ,
ଅଶ୍ରୁପୂର୍ଣ୍ଣ ମୋତେ ଦ୍ୱିଜ କରି ବସ୍ତୁ ସ୍ତୁତି। କୃଷ୍ଣ ମୋତେ ରକ୍ଷା କର ଫେଡ଼ି ଏ ଦୁର୍ଗତି। ଭଗବାନଙ୍କର ପାଦ ପଦ୍ମ ସନ୍ନିଧାନେ ସତର ପ୍ରଣାମ କଲା ହରଷିତ ମନେ। ଉଠି ବସି କରି ଶିରେ ଯୋଡ଼ିବେ ନିକର ଉଚ୍ଚ ବାକ୍ୟେ କଲା ସ୍ତୁତି ବିବିଧ ପ୍ରକାର। ଏକାଳରେ ଅମ୍ବରୀଶ କ୍ଷତ୍ରିୟ ସନ୍ତାନ ରଜସତ୍ୱ ଗୁଣୀ ଦେହ ତାହାର ଗଠନ। ଆରମ୍ଭିଲା ସ୍ତୁତି ବାକ୍ୟ ଜଗନ୍ନାଥଙ୍କର ପ୍ରଭୁ ସହସ୍ର ସଂଖ୍ୟକ ମସ୍ତକ ତୁମ୍ଭର। ସହସ୍ର ବାହୁ ସହସ୍ର ଶ୍ରବଣ ନୟନ ଏହି ଦିନ ଜନ ପ୍ରତି ହୁଅ ପରସନ। ଅସଂଖ୍ୟ ନାସିକା ହସ୍ତ ଅସଂଖ୍ୟ ଚରଣ ଅସଂଖ୍ୟ ନେତ୍ର ଏ ଦିନ କରୁଛି ପ୍ରଣାମ। ହେ ବିଶ୍ୱମୂର୍ତ୍ତି ସତ୍ରିଂଶତ ତତ୍ତ୍ୱରୁ ଅତୀତ ପ୍ରପଞ୍ଚ ସମ୍ପର୍କ ଶୂନ୍ୟ ରୂପେ ପ୍ରତିଭାତ। ତଥାପି ଜଗତ ପ୍ରପଞ୍ଚ ରଚନା କରିଛ ଚତୁର୍ବିଧ ଜଗତର ଆଶ୍ରୟ ହୋଇଛ। ଆପଣ ତ ଏକ ପଦ ଆଉ ତ ତ୍ରିପଦ ତୀର୍ଥପଦ ଯେ ଅଟନ୍ତି ଅନ୍ତରିକ୍ଷ ପଦ। ଆପଣଙ୍କ ପାଦ ପଦ୍ମ ସମ୍ଭୂତା ଜାହ୍ନବୀ ତ୍ରିଭୁବନ ପବିତ୍ରକାରିଣୀ ଗଙ୍ଗା ଦେବୀ। ଯାନାମ ସ୍ମରଣ କଲେ ବ୍ରହ୍ମ ହତ୍ୟା ଦୋଷ ବିଦୂରିତ ହୋଇଯାଏ ନର ହେ କଳ୍ମଷ। ଆପଣ ତ ଶୁଭମୟ ଜଗତ ଈଶ୍ୱର ଶୁଭ ଫଳ ଦାତା ଆପଣଙ୍କୁ ନମସ୍କାର। ସିଦ୍ଧି ଲାଭ ଏହୁ ନାମ କରିଲେ କୀର୍ତ୍ତନ ବୁଦ୍ଧିଜୀବୀ ପଣ୍ଡିତେ କରନ୍ତି ଅନ୍ୱେଷଣ। ଆହେ ଜଗନ୍ନାଥ ଆପଣଙ୍କ ପାଦୋଦକ ପରମ ପବିତ୍ର ଅଟେ ତ୍ରିତାପ ନାଶକ। ତ୍ରିତାପରେ ତାପ ଭୋଗ କରୁଛି ଅଧମ ତବ ପାଦ ପଦ୍ମେ ଭକ୍ତି କରନ୍ତୁ ପ୍ରଦାନ। ଏକମାତ୍ର ସ୍ୱାମୀ ତୁମ୍ଭେ ମୋର ଜଗନ୍ନାଥ ପାଦ ପଦ୍ମେ ଏକମାତ୍ର ହେଉଛି ପ୍ରଣତ। ପ୍ରାର୍ଥନା କରୁଛି ଆପଣଙ୍କ ପାଦ ତଳେ ଅଚଳା ଭକ୍ତି ରହିବ ମୋର ସଦାକାଳେ। ଏତିକି ମାତ୍ର ପ୍ରାର୍ଥନା ଅଟଇ କେବଳ ଅନ୍ୟ ପ୍ରୟୋଜନ ନାହିଁ ଆହେ ଆଦି ମୂଳ। ପ୍ରଭୁ ଆପଣଙ୍କ ପାଦ ପଦ୍ମରେ ସମସ୍ତ ପୁରୁଷାର୍ଥ ବୀଜ ରହି ଅଛି ତ ନିହିତ। ଏ ଜୀବନ ଯେତେ ଦିନ ଯାଏ ରହିଥିବ ଶ୍ରୀପାଦ ପଦ୍ମେ ଅଚଳା ଭକ୍ତିରେ ପୂଜିବ। ଯେଉଁ ଭକ୍ତି ବଳେ ଧାତା ସୃଷ୍ଟି କରୁଛନ୍ତି ରୁଦ୍ର ସକଳ ଲୋକକୁ ସଂହାର କରନ୍ତି। ଲକ୍ଷ୍ମୀ ଦେବୀ ଐଶ୍ୱର୍ଯ୍ୟ ଦାନରେ ତତ୍ପର ହେ ଦିନ ଦୟାଳୁ ମାଗେ ସେ ଭକ୍ତି କେବଳ। ଜଗନ୍ନାଥ ବିଦ୍ୟାପଙ୍କରେ ହୋଇ ମଗ୍ନ ଆଶ୍ରୟ ନ ପାଇ ଯାଉଅଛି ଏ ଜୀବନ। ମହିମାମୟୀ ଭଗତି ଆପଣଙ୍କ ପ୍ରତି ତଦଭିନ୍ନ ଅନ୍ୟ ଉପାୟ ନାହିଁ ଏ ଶ୍ରୀପତି। ଶ୍ରୁତି ସ୍ମୃତି ପୁରାଣରେ ବିଭିନ୍ନ ଉପାୟ ଅଛି ତବ ପାଦେ ଭକ୍ତି ନହେଲେ ଉଦୟ। ସକଳ ଉପାୟ ଫଳ ନ କଲେ ପ୍ରଦାନ ବିପରୀତେ ମୋହମୁଗ୍ଧ ହୁଏ ସେ ଜନ। ଜଗସ୍ୱାମୀ ମୋର ଆଉ କେ ନାହିଁ ରକ୍ଷକ ଏକମାତ୍ର ଆପଣ ତ ଅଟନ୍ତି ରକ୍ଷକ। ଏ ଅଧର୍ଣ୍ଣ ଜନ ପ୍ରତି ହୁଅନ୍ତୁ ସଦୟ ଅମ୍ବରୀଶ ସ୍ତବ କଲେ ପ୍ରଭୁଙ୍କର ଜୟ। ଜଗନ୍ନାଥଙ୍କର ପାଦ ପଦ୍ମ ନିକଟରେ ଦଣ୍ଡବତ ପ୍ରଣାମ ଯେ ଆନନ୍ଦେ କରିଲେ। ପ୍ରସନ୍ନ ହୁଅ ପ୍ରଭୁ ମୋର ତତପରେ ଦେବତା ଗଣ ମିଳିଲେ ସେଠାର। ପ୍ରଭୁଙ୍କର ସ୍ତୁତି ପଢ଼ି ପୂଜା ଶେଷ କଲେ କଟାକ୍ଷ ପାତେ ସନ୍ତୁଷ୍ଟ ହୋଇ ସ୍ୱର୍ଗେ ଗଲେ। ଅନନ୍ତର ଦ୍ୱିଜ ପୁଣ୍ଡରୀକ ଅମ୍ବରୀଶ ନେତ୍ର ଉନ୍ମୀଳନ କରି ହୋଇଲେ ହରଷ। ବିଷ୍ଣୁ ମାୟାରେ ମୋହିତ ହୋଇ ଦୁଇ ଜଣ ଜ୍ଞାନ ଚକ୍ଷୁ ପାଇ ଲୀଳା କଲେ ଦର୍ଶନ। ସ୍ୱପ୍ନରେ ଦେଖିଲା ପରି ଦେଖି ଦିବ୍ୟ ଲୀଳା କେତେ କ୍ଷଣେ ଦିବ୍ୟ ଭାବ ମନେ ଉପୁଜିଲା। ପୁନରାୟ ମାନୁଷ ଭାବରେ ଉପନୀତ ଚର୍ମଚକ୍ଷୁରେ ଦର୍ଶନ କଲେ ଜଗନ୍ନାଥ। ଦିବ୍ୟ ସିଂହାସନେ ସମାସୀନ ଦେହ କାନ୍ତି ନୀଳମେଘ ବର୍ଣ୍ଣ ପରି ଶୋଭା ପାଏ ଅତି। ପ୍ରସ୍ଫୁଟିତ ପଦ୍ମ ଫୁଲ ପରି ସୁଶୋଭନ ହେଉଅଛି ପ୍ରଭୁଙ୍କର ଦୁଇଟି ନୟନ। ଅଧର ଦାଢ଼ି ମିରଙ୍ଗ ନାସିକା ସୁନ୍ଦର କର୍ଣ୍ଣେ ଶୋଭା ପାଏ ଦିବ୍ୟ କୁଣ୍ଡଳ ତାଙ୍କର।